ଏହା ହେଉଛି ମୁକ ଡାହାଣୀର କାହାଣୀ। ଗୋଟିଏ ସୁନ୍ଦର ଗାଁଟିଏ ଥିଲା। ଗାଁଟିର ନାମ ଥିଲା କାରନ୍ଦା। ଗାଁଟି ବହୁତ ଛୋଟ ଥିଲେ ମଧ୍ୟ ଗାଁଟିର ପରିବେଶ ବହୁତ ଶାନ୍ତ ଥିଲା। କିନ୍ତୁ ଗୋଟିଏ ନାରୀର ନାମ ନେଲେ ସବୁ ଗାଁ ଲୋକ ଭୟରେ ଚୁପ୍ ହୋଇ ଯାଉଥିଲେ। ସେ ଥିଲା ମୁକ ଡାହାଣୀ। ସେ ଜନ୍ମରୁ ମୁକ ଥିଲା, କିନ୍ତୁ ଲୋକେ କହୁଥିଲେ ସେ ନିଜର ଦୃଷ୍ଟିରେ ମଣିଷ ମାରିପାରେ, ନିଜ ଛାୟାରେ ଅଗ୍ନି ଜାଳିପାରେ। ଗାଁରେ କେବେ ଯଦି ଶିଶୁ ଅସୁସ୍ଥ ହେଉଥିଲା କିମ୍ବା ଗାଈ ଦୁଧ ଦେଉନଥିଲା, ଲୋକେ ମୁକ ଡାହାଣୀକୁ ଦୋଷ ଦେଉଥିଲେ। ସେ ଗୋଟିଏ ଭଙ୍ଗା ଝୁପଡ଼ିରେ ରହୁଥିଲା ଗାଁର ଶେଷ ସୀମାରେ, ଯେଉଁଠି ରାତିରେ ଆଲୋକ ଯିବାକୁ ମଧ୍ୟ ଭୟ କରୁଥିଲା। ଏକ ଦିନ ଗାଁର ହରିନାଥଙ୍କ ଝିଅ ହଠାତ୍ ଅସୁସ୍ଥ ହେଲେ। ତାଙ୍କ ଶରୀର ଗରମ ହେଲା, ଚକ୍ଷୁ ଲାଲ ହେଲା ଏବଂ ସେ ନିଜେ ଅଜଣା ଶବ୍ଦରେ କହିବା ଆରମ୍ଭ କଲା। ଗାଁର ତାନ୍ତ୍ରିକ ଆସି କହିଲେ, ଏହା ମୁକ ଡାହାଣୀର ଛାୟା ଲାଗିଛି। ସବୁ ଗାଁ ଲୋକ ଝାଡ଼ି ଓ ମୁଠା ନେଇ ସେହି ଡାହାଣୀର ଝୁପଡ଼ି ଚାରିପଟେ ଘେରିଲେ। ମୁକ ଡାହାଣୀ ଭୟରେ ବାହାରିଲା ନାହିଁ। ଲୋକେ ଘରକୁ ନିଆଁ ଲଗାଇ ଦେଲେ। ଧୂଆଁ ଆକାଶକୁ ଛୁଇଁଲା। ତାପରେ ଗୋଟିଏ ଅଜଣା ଘଟଣା ଘଟିଲା। ଅଗ୍ନିରୁ ଏକ ଧୂଆଁ ଉଠିଲା ଏବଂ ସେହି ଧୂଆଁ ମଣିଷ ଆକାର ହୋଇ ଗାଁ ଦିଗକୁ ଚାଲିଗଲା। ପରଦିନ ସକାଳେ ଯେଉଁମାନେ ଗତ ରାତିରେ ତାଙ୍କ ଘରକୁ ଅଗ୍ନି ଲଗାଇ ଜାଳି ଦେଇଥିଲେ, ସେମାନଙ୍କ ଆଖି ଫୁଟିଗଲା ଓ ଶରୀରରେ ଚିହ୍ନ ପଡ଼ିଗଲା। ଗାଁ ଲୋକ ଭୟରେ କାମ୍ପି ଉଠିଲେ। ତାନ୍ତ୍ରିକ କହିଲେ, ମୁକ ଡାହାଣୀ ମରିନାହିଁ, ସେ ଛାୟା ହୋଇ ଏବେ ଗାଁରେ ଘୂରୁଛି। ସେହିଠାରୁ ଗାଁ ଲୋକେ ରାତିରେ ଘରୁ ବାହାରୁ ନଥିଲେ। ଯେତେବେଳେ ଚାନ୍ଦ ପୂର୍ଣ୍ଣିମା ହୁଏ, ଗାଁର ସୀମାରେ ମୁକ ଡାହାଣୀର ଛାୟା ଦେଖାଯାଏ। ଲୋକେ ଆଜି ପର୍ଯ୍ୟନ୍ତ କୁହନ୍ତି, ଯଦି ରାତିରେ ମୁକ ଡାହାଣୀକୁ ଛାୟା କେହି ଦେଖେ, ତେବେ ଘର ଦୁଆରେ ଅଟକାଇ ମାତ୍ର ଏକ କଥା କହେ, ଆମେ ତାକୁ ଭୟ କରୁନାହିଁ। କିନ୍ତୁ ସେ ଆଉ ଏହା କହିବା ଆତ୍ମବଳ ରଖେ ନାହିଁ।